ଆମେ ଜାଣିଛୁ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଏବଂ ପୃଥିବୀ ପୃଷ୍ଠର ସମସ୍ତ ଶକ୍ତି ଉତ୍ସ ସୌରଶକ୍ତିର ରୂପାନ୍ତରିତ ମାତ୍ର। ସବୁଠାରୁ ବଡ଼ କଥା ହେଲା ପୃଥିବୀ ନିକଟକୁ ପହଞ୍ଚି ପାରୁଥିବା ସୂର୍ଯ୍ୟରଶ୍ମି ପୃଥିବୀ ପୃଷ୍ଠରେ ସବୁଜ ଘର ବାଷ୍ପ ଆକାରରେ ଥିବା ଅଙ୍ଗାରକାମ୍ଳ, ମିଥେନ୍, ଜଳୀୟ ବାଷ୍ପ ଆଦି ଦ୍ୱାରା ସବୁଜ ଘର ପ୍ରଭାବ, ଗ୍ରୀନ୍ ହାଉସ୍ ଇଫେକ୍ଟ ଭଳି ଏକ ପ୍ରାକୃତିକ ଘଟଣାକ୍ରମରେ ବିକିରଣ ପଦ୍ଧତି ଦ୍ୱାରା ଶୀତଳ ଭୂପୃଷ୍ଠକୁ ଉଷ୍ଣ କରି ଜୀବଜଗତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ମାତ୍ର ମନୁଷ୍ୟର ଶିଳ୍ପ ବିପ୍ଳବ, ଜଙ୍ଗଲ ନଷ୍ଟ, ଯାନବାହନ ବୃଦ୍ଧି ଏବଂ ଏସି ଫ୍ରିଜ୍ର ବହୁଳ ବ୍ୟବହାର ଆଦି ପ୍ରକୃତି ବିରୋଧୀ କାର୍ଯ୍ୟ ଯୋଗୁଁ ସବୁଜ ଘର ବାଷ୍ପର ବୃଦ୍ଧି ଘଟାଇ ବାୟୁମଣ୍ଡଳ ତାପମାତ୍ରାର ଅହେତୁକ ବୃଦ୍ଧି ଘଟୁଛି। ଏହି ପ୍ରକ୍ରିୟାକୁ କେବଳ ଶକ୍ତି ସଂରକ୍ଷଣ ଓ ଶକ୍ତିର ସୁବିନିଯୋଗ ଅର୍ଥାତ୍ ଶକ୍ତିର ଅପଚୟ ନ କରି ଦୈନନ୍ଦିନ କାର୍ଯ୍ୟକଳାପରେ ସୁଧାର ଆଣିବା ଦ୍ୱାରା ହିଁ ସମ୍ଭବ। ତେଣୁ ଚାଲନ୍ତୁ ବର୍ତ୍ତମାନ ଠାରୁ ଆମେ ଉଚ୍ଚ ଦକ୍ଷତା ସମ୍ପନ୍ନ ବିଦ୍ୟୁତ୍ ଉପକରଣ ଏବଂ ନବୀକରଣଯୋଗ୍ୟ ଶକ୍ତିର ବହୁଳ ବ୍ୟବହାର କରି ଏ ବର୍ଷର ଆଭିମୁଖ୍ୟ ଏକ ସ୍ଥାୟୀ ଭବିଷ୍ୟର ପଥକୁ ସୁଗମ କରିବାକୁ କାର୍ଯ୍ୟକ୍ଷମ କରିବା। ଧନ୍ୟବାଦ।